ଆଜିର ଦିନଟି ବୋଧହୁଏ ମୋ ପାଇଁ ବହୁତ ଖୁସିର ଦିନ ଥିଲା। ଯେତେବେଳେ ମୁଁ ଯୋଉ ଦିନ ବି ଡାଳ ପାଏ, ତ ଏଇଭଳିଆ ଫିଲିଂସଟା ମୋ ମନରେ ପ୍ରଥମେ ଆସିଥାଏ। ତ ଆଜି ଦିନଟି ମୋର ବହୁତ ଭଲରେ ଯିବ। ଆଉ ଯୋଉଭଳିଆ ଆମେ ଭାବନ୍ତି ସକାଳୁ, ତ ସେଇଭଳିଆ ଆମର ଦିନଟା ବି ଯାଏ। ତ ଏଇଟା ମା କୁହେ ସବୁବେଳେ। ତ ଯାହା ବି ହଉ ମୋର ଆଜି ସେଥିପାଇଁ ମନଟା ମୋର ବହୁତ ଖୁସି ଅଛି। ପୁରା ମୁହଁଟା ପୁରା ହସମୁଖା। କାହିଁକିନା ଡାଳଟା ଆଜି ଗୋଟେ ପାଇଯାଇଛି। ଆଉ ଏଇଟା ହେଲା ମୋର ରାଧାକୁଣ୍ଡଳ ଡାଳ, ଯାହାକୁ ରାଧା ତମାଳ ବି କୁହନ୍ତି, ରାଧା କୁଣ୍ଡଳ ବି କୁହନ୍ତି। କିନ୍ତୁ କଲର୍ ଟିକେ ଅଲଗା ଅଲଗା ଆସେ ପ୍ରତ୍ୟେକଟି ଫୁଲର। ଆଉ ଏଇ ଗଛର ମୋର ଗୋଟେ କଲର୍ ଅଛି ରେଡ୍ କଲର୍। ତ ଏଇଟା ଟିକେ ବାଇଗଣୀ କଲର୍ ଆସିବ। ତ ଏଇଟା ସ୍ୱାମୀ କାଲି ରାତିରୁ ଆଣିକି ପହଞ୍ଚେଇଲେଣି। ତ ତାକୁ ରାତିରେ ଲଗେଇବା ଯେହେତୁ ଗଛଟା ହଉଛି ଠିକ୍ ନୁହଁ। ତ ସେଥିପାଇଁ ମୁଁ ତାକୁ ମୋର ପଦ୍ମ କୁଣ୍ଡ ଯୋଉଟାକି ପଦ୍ମ ଟବ୍‌ଟା ପକେଇ ଦେଇଥିଲି। ତ ସିଏ ଟିକେ ଭିଜିକି ଥିଲା। ଟିକେ ହଉଛି କାହିଁକିନା ନହେଲେ ପତ୍ରଗୁଡ଼ା ଖରା ଦିନ ଯେହେତୁ ପତ୍ରଗୁଡ଼ା ଶୁଖିଯିବ ବୋଲି ତାକୁ ସେଇଠି ରଖିଦେଇଥିଲି। ଯେତେବେଳେ ବି ଯେକୌଣସି ଡାଳ ମୁଁ ପାଏ ନା, ତ ସେଇଠି ପ୍ରଥମେ ମୁଁ ଭିଜେଇକି ରଖିଦିଏ। କେତେବେଳେ ମାଆ ବି ମୋର ଟ୍ରିକ୍ ପାଇଗଲେଣି। କେତେବେଳେ କେମିତି ମାଆ ବି କୌଣସି ଡାଳ କୋଉଠୁ ଆଣିଲେ ନା, ମନ୍ଦାର ଡାଳ ହଉ କିମ୍ବା କିଛି ମଲ୍ଲି ଫଲ୍ଲି, ତ ସବୁ ସେଇଠି ଆଣିକି ହିଁ ଭର୍ତ୍ତି କରିଦିଅନ୍ତି। ଆଉ ସେଇଠି ଭିଜିକି ଥାଏ। ମୁଁ ମୋର ଆସିକି ମୋର ଯେତେବେଳେ ଫ୍ରି ହୁଏ ସମୟ ପାଏ ଆଣିକି ଲଗାଏ। ତ ଠିକ୍ ସେମିତି ମୁଁ କାଲି ରାତିରେ ବି ଆଣିକି ରଖିଦେଇଥିଲି। କାହିଁକିନା ରାତିରେ ଡାଳ ଗଛ କିଛି ଲଗାନ୍ତିନି କି କିଛି କାଟନ୍ତିନି। ତ ସେଥିପାଇଁକା ମୋତେ ଠିକ୍ ଲାଗିଲାନି। ଆଉ ଡାଳଟା ହଉଛି ମୁଁ ତାକୁ 2 ପିସ୍ ରଖିଛି। ବହୁତ ଲମ୍ବା ଡାଳଟେ ଥିଲା, 3 ଖଣ୍ଡ ହେଇଥାନ୍ତା। କିନ୍ତୁ ମୁଁ ତାକୁ 2 ଖଣ୍ଡ ରଖିଛି। ଅଳ୍ପ ଗଛ ହଉ ପଛେ କିନ୍ତୁ ଲାଗିଯାଉ ସେଇଟା ମୋର ଚିନ୍ତା। ତ ସେଥିପାଇଁକା ମୋର ହଉଛି 2 ଖଣ୍ଡ କରିକି ତାକୁ ପୋତିଦେଲି। ଆଉ ପତ୍ର ଗୁଡ଼ାକ ସବୁକୁ କାଟିକି ବାହାର କରିଦେଲି। କାହିଁକିନା ଏଇଟା ଟିକେ ଡାଳଟା ଟିକେ ନସମା ଯୋଉଟାକି ଆମର କୁହନ୍ତିନି ଟିକେ ହଉଛି ଡେଙ୍ଗା ରହିଲେ ଯୋଉଟା ଟିକେ ପବନ ଦେଲେ ବାଜିଲେ ସାଙ୍ଗେ ସାଙ୍ଗେ ହଲେ ଝିଙ୍କିଯାଏ ଯୋଉଟା କୁହନ୍ତି ଆମେ। ତ ସେଇଟା ଝିଙ୍କିଯିବ ହଉଛି ପତ୍ରଟା ରହିଲା ମାନେ। ତ ସେଥିପାଇଁ ସବୁ ପତ୍ରକୁ ଟୁଙ୍ଗି କାଢ଼ି ଦେଇଥିଲି। ଟିକେ ଅଗକୁ ଟିକେ କଅଁଳିଆ ପତ୍ର ଥିଲା। ତ ତାପରେ ମୋର ରସୁଣ ହଉଛି ଏଇଖିଣା ଖରା ଦିନ ଯେହେତୁ ଆଉ କୃଷ୍ଣ କମଳଟା ମୁଁ ହଉଛି ଡାଳରୁ କେବେ ହଉଛି ଲଗେଇଥିଲି ବି ମଧ୍ୟ ଶୀତ ଦିନ ନହେଲେ ବର୍ଷା ଦିନରେ ଏଇ ଡାଳଟା ବହୁତ ସହଜ ଲାଗିଥାଏ। ବିନା ରୁଟିଂ ପାଉଡର ଆଉ ବିନା ରସୁଣ ବିନା ପିଆଜରେ। ତ ସେଥିପାଇଁ ମୋର କାହିଁକି ନା ମୁଁ ଗୋଟେ ଡାଳ ଲଗେଇଥିଲି ମୋରି ନିଜ ଗଛର ଡାଳ, ଯୋଉଟା ମୁଁ ଏବେ ବାଡ଼ି ବଗିଚାରେ ଲଗେଇଛି। ସେ ଟିକେ ଧୀରେ ଧୀରେ ଲଟିବା ଆରମ୍ଭ କଲାଣି। ତ ସେଇଟା ମୁଁ ହଉଛି ବିନା ରୁଟିଂ ପାଉଡର ଲଗେଇଥିଲି। ସେଇଟା ପୁଣି ଶୀତ ଦିନରେ ଯୋଉଟା ବହୁତ ବଢ଼ିଆ ଗ୍ରୋ କରୁଛି ଆଉ ବହୁତ ଜଲ୍ଦି ବି ରୁଟ୍ ଡେଭଲପ୍ ହେଇଛି। କିନ୍ତୁ ଖରା ଦିନ ଲଗେଇନି ବୋଲି ମୁଁ ଟିକେ ଡାଉଟ୍‌ରେ ରହିଛି। ଆଉ ସେଥିପାଇଁ ରସୁଣର ଏକ୍ସଟ୍ରା ଭାବରେ ଆଡ୍ କରିଛି। ତ ଭଗବାନ କରନ୍ତୁ ଜଲ୍ଦି ଲାଗିଯାଉ ଆଉ ଗୋଟେ ନୂଆ କଲେକ୍ସନ୍ ବଗିଚାକୁ ମିଳିଯାଉ।